ନାଇଁ ନାଇଁ ବିଜେପି ଦଳ ଗୋଟେ ଏକ ଜାତୀୟ ଦଳ, ଦ୍ୱିତୀୟତଃ ଆମର ଯିଏ ବିଧାୟକ ଅଛନ୍ତି ଛବି ବାବୁ, ତାଙ୍କର ଗୋଟେ ଶବ୍ଦ ବାହାରୁଛି ଏନି ଟାଇମ୍ ପାଇଁ ତାଙ୍କ ନିଶ୍ୱାସ ପ୍ରଶ୍ୱାସରେ, ଯେ ମୋର ଗୋଟାଏ ଜିନିଷ ହେଉଛି ବା ବିଧାୟକଙ୍କର ଗୋଟାଏ ଜିନିଷ ହେଉଛି ମୁଁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବି। ପ୍ରକୃତ ଲୋକ ଯିଏ ପାଇବାକୁ ହକଦାର, ନ୍ୟାଯ୍ୟ ଦାବି ଯାହାର, ସେମାନେ ଯେମିତି କେହି ଗୋଟିଏ ବଞ୍ଚିତ ନହନ୍ତୁ, ଏଇ ତାଙ୍କର ଯେଉଁ ଶବ୍ଦଟା ସେ ଲୋକଙ୍କୁ ଭାବ ବିହୋଳ କରିଛି। ତେଣୁ ଲୋକ ବିଶେଷ କରି ଅନୁପ୍ରାଣିତ ହେଉଛନ୍ତି। ବିଜେପିରେ 200 ଖଣ୍ଡେ ଯୋଗ ଦେଲେ ତାଙ୍କ ଭୋଟର ଅନ୍ତତଃ ପକ୍ଷେ 700-800 ଖଣ୍ଡେ ହେଇଯିବ। ଯେଉଁମାନେ ମୁରବୀ ଶ୍ରେଣୀର ଲୋକ ଯୋଗ ଦେଇଛନ୍ତି ସେମାନଙ୍କର ପାରିବାରିକ ଭୋଟ ଫୋଟ ମିଶିଲେ 700-800କୁ ଗତି କରିଯିବ। ଏ କଂଗ୍ରେସ ଦଳର ଲୋକ ଅଛନ୍ତି, ପୂର୍ବରୁ ବି ବିଜେଡି ଦଳର ଲୋକ ଥିଲେ, ଏବେ ବିଜେପିରେ ଜଏନ୍ କରିଲେ। ଆଉ ନିବଣ ପଞ୍ଚାୟତର ଯେ ପୂର୍ବତନ ସରପଞ୍ଚ ସାଜୁ ଭାଇ ଏବଂ ତାଙ୍କ ସାଙ୍ଗରେ ତାଙ୍କ ଯୋଉମାନେ ଦୃଢ ସମର୍ଥକ ଏବଂ ସମସ୍ତେ ପ୍ରାୟ 100ରୁ ଉର୍ଦ୍ଧ୍ୱ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା, ସେମାନେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଏବଂ ଭାରତୀୟ ଜନତା ପାର୍ଟିର ଯୋଉଭଳି ଭାବରେ ବର୍ତ୍ତମାନ ଯୋଉଭଳି ଭାବରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଉଭଳି କାମ ହଉଛି, ସେ ସବୁଥିରେ ଅନୁପ୍ରାଣିତ ହୋଇକି ସମସ୍ତେ ଆଜି ଭାରତୀୟ ଜନତା ପାର୍ଟିର ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି। ଆଉ এই নিভরণ পঞ্চায়েতর সর্বাঙ্গীন উন্নতি ପାଇଁ ମଧ୍ୟ ସମସ୍ତେ ଆଜି ଶପଥ ନେଇଛନ୍ତି। সেই ଅନୁସାରେ ଆଗାମୀ ଦିନରେ କାର୍ଯ୍ୟକ୍ରମ ହେବ ଏବଂ ଆମ ଭାରତୀୟ ଜନତା ପାର୍ଟିର ଯୋଉ ପୁରୁଣା ସଂଗଠନଟି ଥିଲା, ଯୋଉ କାର୍ଯ୍ୟକର୍ତ୍ତା ଥିଲେ, ତାଙ୍କ ସାଙ୍ଗରେ ଏମାନେ ସମସ୍ତେ ଯୋଡି ହୋଇଯିବା ଦ୍ୱାରା ଭାରତୀୟ ଜନତା ପାର୍ଟିର ନିଭରଣ ପଞ୍ଚାୟତର ସଂଗଠନଟା ବହୁତ ସୁଦୃଢ ଆଜିଠାରୁ ହେଲା। ବିଜୁ ଜନତା ଦଳର ସେମାନେ ଯୋଉ 24 ବର୍ଷର ଶାସନ କଲେ, ଅନ୍ୟାୟ ଅତ୍ୟାଚାର ଯୋଉ କଲେ, ତାର ଫଳ ସେମାନେ ଆଜି ପାଉଛନ୍ତି। ଏବଂ ବିଜୁ ଜନତା ଦଳକୁ ପ୍ରକୃତରେ ମୁଁ ଏବେ ଦେଖୁଛି ଯେ ବିଜୁ ଜନତା ଦଳକୁ ଭୟ କରିକିରି କାଳେ ଆମକୁ ଜେଲରେ ପୁରେଇ ଦେବେ, ମିଥ୍ୟା କେସ୍ ଆମକୁ ଦେଇଦେବେ, ବିଭିନ୍ନ ପ୍ରକାର ହଇରାଣ କରିବେ, ସେଥିପାଇଁ ଲୋକ ଭୟଭୀତ ଅବସ୍ଥାରେ ରହୁଥିଲେ ମୁହଁକୁ ବନ୍ଦ କରିକିରି। ଏବେ ଆପଣ ଦେଖନ୍ତୁ, ଲୋକ ନିର୍ବାଚନ 2024 ଯେତେବେଳେ ହେଲା, ଲୋକମାନେ ଭୟରେ ତାଙ୍କର ନିଜ ମୂଲ୍ୟବାନ ଭୋଟଟିକୁ ସେମାନେ ଲୁଚେଇକିରି ଦେଇଛନ୍ତି ଭାରତୀୟ ଜନତା ପାର୍ଟି। କାରଣ ବିଜୁ ଜନତା ଦଳ ଉପରେ ଏତେ ଅସନ୍ତୁଷ୍ଟ ହେଇଥିଲେ ତାଙ୍କ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକ ବି ସେମାନେ ଭୟରେ ଥିଲେ। ଆଉ ଭୋଟରେ ପ୍ରମାଣିତ କରିଦେଲେ ଯେ ବିଜୁ ଜନତା ଦଳକୁ ସେମାନେ ପସନ୍ଦ କରୁନାହାନ୍ତି, ତେଣୁ ଆମ ଦଳକୁ ପସନ୍ଦ କରିଛନ୍ତି। ତାର ପରିଣାମ ବର୍ତ୍ତମାନ ହେଇଛନ୍ତି। ଯୋଉମାନଙ୍କର ଭୟ ଛାଡିଗଲା ଯେ ନାଇଁ ବିଜୁ ଜନତା ଦଳ ଆମର ଆଉ କିଛି କରିପାରିବନି, ସେମାନେ ଉତ୍ସାହୀ ଥିଲେ ଭାରତୀୟ ଜନତା ପାର୍ଟିରେ ମିଶିବାକୁ, ଆଜି ମିଶୁଛନ୍ତି। କିନ୍ତୁ ସେମାନେ ଯଦି ଉତ୍ସାହୀ ନ ହୋଇଥାନ୍ତେ, ଯଦି ଭୋଟ ଆମକୁ ସମସ୍ତେ ନ ଦେଇଥାନ୍ତେ, ତାହେଲେ ଆମେ ବି ଓଡିଶାରେ ବି ସରକାର ଭାରତୀୟ ଜନତା ପାର୍ଟିର ହେଇନଥାନ୍ତା। ତେଣୁ ଇଏ ପରିବର୍ତ୍ତନ ସବୁ ଜନସାଧାରଣ ଲୋକ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କର ମଧ୍ୟ ଭୂମିକା ରହିଛି। ସେଇ ଯୋଗୁଁ ଆଜି ପରିବର୍ତ୍ତନ ହଉଛି। ଆଉ ଆଗାମୀ ଦିନରେ ଦେଖିବେ ସମସ୍ତେ ନିଶ୍ଚିତ ଭାରତୀୟ ଜନତା ପାର୍ଟିକୁ ଆଦର କରିବେ। ଭାରତୀୟ ଜନତା ପାର୍ଟି ଗୋଟେ ଭାଇଚାରାର ଦଳ, ଆଉ ବିକଶିତ ଦଳ, ବିକଶିତ କରିବା ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ ଦେଶକୁ, ଆଉ ରାଜ୍ୟକୁ, ଗାଁକୁ। ତେଣୁକରି ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ଆହୁରି ଆପଣ ଦେଖିବେ ସୁଦୃଢ ହବ ନିଆଳି ନିର୍ବାଚନ ମଣ୍ଡଳୀରେ।